ତମେ ତ ପୁରା ଚାନ୍ଦ କରିଦେଇଛ। ଜୟ ଶ୍ରୀରାମ ସାଙ୍ଗମାନେ, କେମିତି ଅଛନ୍ତି? ଆଶା କରୁଛି ସମସ୍ତେ ଭଲରେ ଥିବେ। ଠିକ ଅଛି, ଚାଲନ୍ତୁ। ସକାଳର ଟାଇମ ହେଇଗଲାଣି 9:30। ଦେଖନ୍ତୁ 9:30 ନାହିଁ, 9:41 ହେଇଗଲାଣି। ଚାଲନ୍ତୁ, ଆଜି ଆମ କୁଆଡ଼େ ବାହାରକୁ ଯାଇନାହାନ୍ତି। ଠିକ ଅଛି, ଆଜି ଆମ ମ୍ୟାଡ଼ାମ କହିଲେ ସକାଳୁ କି ଚାଲନ୍ତୁ ମାନେ ପିଲାଦିନେ ଯେଉଁ ଖଟା ଖାଉଥିଲେ, ଆମ୍ବ ସେରା ଖଟା, ତାକୁ ଆଜି ବନେଇବାର ଭିଡ଼ିଓ ଦେଖିବା। ଠିକ ଅଛି, ଚାଲନ୍ତୁ। କେମିତି କ'ଣ ମୋତେ କହିଲେ, ଏବେ ସେ ଅଲଗା କାମ କରୁଛନ୍ତି। ମୋତେ କହିଲେ କି ଆମ୍ବ ଗୁଡ଼ା ଛଡ଼େଇକି ତାର ରସ ବାହାର କରିଦିଅ ଆଗ, ତାପରେ କ'ଣ କହିବି କରିବା ପାଇଁ, ତାପରେ ସେଠୁ କରିବ। ମୁଁ କହିଲି ହଉ, ଆମେ ତ ଜାଣିନାହାନ୍ତି କେମିତି ବନେଇବା ନା କ'ଣ। ଚାଲନ୍ତୁ, ସେ ଯେମିତି ଯେମିତି କହୁଛନ୍ତି ସେମିତି ସେମିତି କରିବା, କରିକି ଆପଣଙ୍କୁ ଦେଖାଉଛି। ଠିକ, ଚାଲନ୍ତୁ। ଦେଖାଯାଉଛି, ଏଇ ସବୁ ଆମ୍ବର ଆମକୁ କରିବାକୁ ପଡ଼ିବ ନା କ'ଣ। ଠିକ ଅଛି, ଏଇ ସବୁ ଇଏ ଚାଲନ୍ତୁ, ୟାକୁ ଫାଷ୍ଟ ଧୋଇ ଦେବା। ଧୋଇକି ଦେଖ, ପାଣି ଆଣା ସରିଲାଣି। ଫାଷ୍ଟ ପରିଷ୍କାରରେ ଧୋଇକି ତାପରେ କ'ଣ ହେଉଛି ଦେଖନ୍ତୁ। ଆପଣମାନେ ବି, ମୁଁ ତ ବି ଜାଣିନାହାନ୍ତି, ଆମକୁ ତ ଯେତିକି କୁହାଯାଇଛି ଆମେ ବି ତ ସେତିକି କରିଦେବା। ଧୋଇଦେବା ଫାଷ୍ଟ। ଠିକ ଅଛି, ଚାଲନ୍ତୁ, ଆପଣ ଭିଡ଼ିଓ ଦେଖନ୍ତୁ। ଧୂଆଁ ଧୁଇଁ ତ ସରିଗଲା। ମାଛ କହୁଛି, ଆମ୍ବ ଧୂଆଁ ଧୁଇଁ ତ ଆମ୍ବ ସରିଗଲା। ଏନେ କ'ଣ କରାହବ ମ୍ୟାଡ଼ାମ? ଛଡ଼େଇବା, ଦେଖିଆ। ଲିପି, ରସ ବାହାରିଆ ସରିଲା, ତମ କାମ ଏବେ। ଦେଖନ୍ତୁ, ରସ ବାହାରିଆ ତ କାମ ସରିଗଲା। ଏବେ ମ୍ୟାଡ଼ାମଙ୍କ ହାତରେ ଦେଇଦେବା। ସେ କ'ଣ କ'ଣ ପକେଇବୁ? ଲୁଣ ଆଉ କ'ଣ? ଚିଲି ଫ୍ଲେକ୍ସ ପଡ଼ିବ, ଆଉ ଚିନି। ମାନେ ଆଗ ଗ୍ୟାସରେ ବସେଇକି ଏଥିରେ ଲୁଣ, ଚିନି ଫ୍ଲେକ୍ସ ହେରିକା ସବୁ ଦେବ। ଠିକ ଅଛି, ଚାଲନ୍ତୁ ଯିବା ୟାକୁ ନେଇକି।
ଦେଖୁଛନ୍ତି କେମିତି ହେଇଛି। ଧୁଇଁ ହେଇକି ଆପଣଙ୍କ ସହିତ ଦେଖା ହଉଛି। ଆମେ ରସ ବାହାର କଲା ଭିତରେ ଦେଖିବେ ଇଏ ଆମର ଆମ ପାଇଁ କଣ ରେଡି କଲେ ନା ଦେଖ। ଦହି ପାଣି କାହା ପାଇଁ କରିଛ? ମୋ ପାଇଁ ନାହିଁ ଦବନି ମତେ। ହଉ ଟିକେ ପିଇଦବା ତାପରେ ଦେଖିବା କରିବାନି କି ଇଏ। ଏବେ ପଡ଼ିଗଲା ଆମର ଯୋଉ ଆମ୍ବ ରସ କାଢା ହେଇଥିଲା କଡ଼େଇରେ, ତାକୁ ଆଗ ଗରମ କରାହବ। ପୁଚପୁଚାକି ଦେଲ, ପୁଚପୁଚାକି ଦେ। ହଁ ସ୍ୱାଦ ଅନୁସାରେ ଲୁଣି, ଏବେ ଚିନି ଦିଆହବ। କେତେ ଦବ ଚିନି ମା? 1 ଚାମଚ, 2 ଚାମଚ, 3 ଚାମଚ। ଯାହାର ଯେତିକି ମିଠା ଅନୁସାରେ, ଆମର ଟିକେ ଅଧିକା ମିଠା ଖିଆ ବାଲା ନାଇଁ କି, ସେଥିପାଇଁ ଟିକେ ଆମର ମିଠା। ପୁଣି ତା ସହିତ ସ୍ୱାଦ ଅନୁସାରେ ଲୁଣ ଟିକେ ଦିଆହବ। ଲୁଣ ଦିଆହେଲା, ତାପରେ ଚିଲି ଫ୍ଲେକ୍ସ ଦେଇଦେ ଆଗ ଏକାଥରକେ, ତାପରେ ଏଠୁ ଗଚର ଗଚର କରୁଥିବୁ। ଦେଇଦିଅ ଆଉ ରଖନି। ହଁ ସବୁ ପଡିଗଲା ଚିଲି ଫ୍ଲେକ୍ସ। ହଁ ଗୋଳାଅ ତାକୁ। ହଁ ପକେଇଦେଲ। ଜିରା ଗୁଣ୍ଡ ଟିକେ ଏବେ ପକେଇ ଦିଆ ହେଲା, ବୋଲେ କି ନାଇଁ ବାସ୍ନା ଟିକେ ହବ, ବଢିଆ ଟେଷ୍ଟ ଲାଗିବ। ଆହୁରି କେତେ ସମୟ ବସିବ? ଆଚ୍ଛା ହଉ, ଟିକେ ସମୟ ପରେ ଦେଖୁଛି, ଟିକେ ରେଡି ହେଇଯାଉ, ଟିକେ ଫୁଟୁ, ତାପରେ ତାକୁ ନେଇକି ଛାତ ଉପରେ ପକେଇବା ନା କଣ? ଠିକ ଅଛି, ଦେଖନ୍ତୁ ରେଡି ହେଇଗଲା, କଲର ଚେଞ୍ଜ। ଏବେ ୟାର ଟାଇମ ଆସିଗଲା, ତାକୁ ପ୍ଲେଟରେ ପକେଇକି, ଏଇଥିରେ କରାହେଇଛି, ତାକୁ ତେଲ ମାରିକି ପ୍ଲେଟରେ ଆଗ ତେଲ ମାରିକି ୟାକୁ ହେଡୁ ପକେଇ ସାରିଲା ପରେ ଛାତ ଉପରକୁ ନେଇ ଖରାରେ ଶୁଖେଇବା, ନାଇଁ କି? ସେତିକି ତ, ଚାଲନ୍ତୁ ଦେଖିଆ। ଦେଖୁଛନ୍ତି ତ, ଛାତ ଉପରକୁ ଆସିଗଲେ ଖରା କେତେ ଜୋରରେ କାଟୁଛି, ଦେଖି ହଉନି ଟୋଟାଲି ଆଖିରେ। ଚାଲନ୍ତୁ, ଆମେ ଆଣିକି ଗୋଟେ ତ ରଖିଦେଲେଣି, ଏବେ ମା ମାନେ ବି ଆସିଗଲେ। ରଖି ଦିଆହେଲା ଆକୁ।
ଘୋड़େଇ ଦବା କି କିଛି ଘୋड़େଇଲେ ଶୁଖିବନି ଧୂଳି ତ ପଡିବ। ଆଚ୍ଛା ହଉ ୟାକୁ ଶୁଖେଇ ଦେଇକି ଚାଲନ୍ତୁ ଆମେ ଯିବା। ଆମେ ଆଉ ଛାତ ଉପରେ ବି ରହି ହବନି। ଦେଖୁଛନ୍ତି ଖରା କେଡେ ଜୋରେ କାଟୁଛି। ଦେଖନ୍ତୁ ରୁହନ୍ତୁ। ଚାଲନ୍ତୁ ଯିବା ଗାଧି ପଡିଆ ଟିକେ। ପହନ୍ତ ଗାଧା ହେଇନି। ଦେହ ହାତ ପୁରା ଅଠା ହେଇ ସାରିଲାଣି। ଆମ୍ବ ରସ ଯୋଉ ବାହାର କରାହେଇଛି ପୁରା ଅଠା ହେଇ ସାରିଲାଣି ଦେହ ହାତ। ଚାଲନ୍ତୁ ଗାଧି ପଡିଆ। ଆଉ ଅନେଇ ବି ହଉନି ଖରା ଏଡେ ଜୋରରେ କାଟୁଛି। ଠିକ ଅଛି ନା ଚାଲନ୍ତୁ। ୟାକୁ ତ ଶୁଖେଇ ଦିଆ ହେଇଛି ତାକୁ ଛାଡିଦବା ଏଇନେ। ଆସିବା ପୁଣି ସନ୍ଧ୍ୟାବେଳେ ଯଦି ଭିଡ଼ିଓ ଏବେ ଯଦି ଭିଡ଼ିଓ ଏଣ୍ଡ ନ କଲି ଯଦି ସନ୍ଧ୍ୟାବେଳେ ଭିଡ଼ିଓ ଏଣ୍ଡ କଲି ସନ୍ଧ୍ୟାବେଳେ ଆଣିକି ଦେଖେଇବି। ଠିକ୍ ଅଛି ଚାଲନ୍ତୁ ଏବେ ଗାଧେଇ ପାଧେଇ ଆମେ ରେଡ଼ି ହେଇଯିବା। ଆମ ଖାଇବା ବି ରେଡ଼ି ହେଇଗଲାଣି କାରଣ ସମସ୍ତେ ପର୍ଯ୍ୟନ୍ତ ଗାଧେଇକି ସାଙ୍ଗମାନେ ସମସ୍ତେ ରେଡ଼ି ହେଇସାରିବେଣି। ଆମେ ହିଁ ଅଛୁ ବାକି। ଚାଲନ୍ତୁ। ପଖାଳ, ଆମ୍ବ, ପୁଡ଼ାପୁଡ଼ି, ବଡ଼ିଚୁରା, କଦଳୀ ଭଜା, ଗୁଆଁରୁ ନାଇଁ ସଲରା ଭଜା। ବୋପା ମା ଆଜି କେତେ କଣ କରି ପକେଇଛ? ହଉ ଚାଲନ୍ତୁ ଟିକେ ଖାଇବାର ମଜା ନେଇକି ପୁଣି ଆପଣଙ୍କ ସହିତ ଭେଟ ନା କଣ? ଚାଲନ୍ତୁ। କେମିତି ଅଛନ୍ତି? ସନ୍ଧ୍ୟା ହେଇଗଲାଣି 6ଟା ବାଜିବ। ଆସିଗଲେ ଛାତ ଉପରକୁ। କଣ କରିବା? କେତେ ଶୁଖିଛି? ଶୁଖିବ ଏଇଟା। ହେଇଟା ଶୁଖିଛି। କଲର ଚେଞ୍ଜ ହେଇଗଲା ତ। ନାଇଁ ନାଇଁ ବୋପା ମା ଛଡେଇଲୁ ଆଉ ଯେ ରୋଲ କରିଦବ ତଳେ ବାହାର କେ ଥାଇ ବାହାର କହୁଛ। ବା ତମେ ତ ପୁରା ଚାନ୍ଦ କରିଦେଇଛ। ହେରା ହିଟରେ ରଖିଦବ ଶୁଖିଯିବ। ହଉ ଚାଲ ନେଇଯାଅ ତଳେ ଡାଇନିଂ ଉପରେ। ରାତିରେ ବି ହେଇଠି ରହିବ। ଘୋଡେଇ ଦବା ଜାଲି। କଣ କରିବା 6ଟାରେ ବି ଦେଖନ୍ତୁ ଖରା କାଟୁଛି। ସୂର୍ଯ୍ୟ ଦେବତା ତ ପୁରା ସନ୍ଧ୍ୟା କହୁଛନ୍ତି ସନ୍ଧ୍ୟା ଯାକେ ମୁଁ ଖରା କାଟିବି ଆଉ। ଠିକ ଅଛି ଚାଲନ୍ତୁ ଭିଡ଼ିଓକୁ ଆଜିର ଏଣ୍ଡ କରିବା ଏଇଠି ନା କଣ? ଭିଡ଼ିଓ ଭଲ ଲାଗିଲେ ଟିକେ ଲାଇକ୍ କରିଦେବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆଉ ବେଲ୍ ଆଇକନ୍ ଯଦି ପ୍ରେସ୍ କରିନଥିବେ ବେଲ୍ ଆଇକନ୍କୁ ବି ପ୍ରେସ୍ କରିଦେବେ ଯେମିତି ନୂଆ ଭିଡ଼ିଓ ଆପଣଙ୍କ ପାଖକୁ ଆସିଯିବ ନା କଣ କହୁଛନ୍ତି? ଠିକ୍ ଅଛି ଚାଲନ୍ତୁ ସମସ୍ତଙ୍କୁ ଜୟ ଶ୍ରୀରାମ ସାଙ୍ଗମାନେ। ପୁଣି ଦେଖାହବ ଆସନ୍ତା କାଲିର ଆଉ ଗୋଟେ ଭିଡ଼ିଓରେ। ଠିକ୍ ଅଛି।